ଅନୁସାରେ ଯଦି ଆପଣଙ୍କର ବାରମ୍ବାର ପଇସା ଡୁବୁଛି କିମ୍ବା ଆପଣଙ୍କର ପଇସା ଲସ୍ ହେଉଛି କିମ୍ବା ଆପଣ ବ୍ୟାଙ୍କ ହଉ କିମ୍ବା ଫାଇନାନ୍ସ ସେକ୍ଟରରେ ଲୋନ୍ ପାଇଁ ଆପ୍ଲାଏ କରୁଛନ୍ତି ସେଠାରୁ ମଧ୍ୟ ଆପଣଙ୍କୁ ପଇସା ପତ୍ର କିଛି ମିଳୁନାହିଁ, ଲୋନ୍ ସାଙ୍କସନ୍ ହେଉନାହିଁ କିମ୍ବା ଆପଣ ଯାହା ଇନକମ୍ କରୁଛନ୍ତି ଟଙ୍କାଟି ଇନକମ୍ କଲେ 2 ଟଙ୍କା ଖର୍ଚ୍ଚ ହେଉଛି, ମୁଁ କହିବି ଏଠି କ'ଣ ବାସ୍ତୁ ସହ ଏଥିରେ କ'ଣ ଦେଖିବେ ଆପଣଙ୍କର ନା ଆପଣଙ୍କର ଜନ୍ମକୁଣ୍ଡଳୀର ଷଷ୍ଠ ଭାବ ଦେଖନ୍ତୁ। କ'ଣ ଜନ୍ମକୁଣ୍ଡଳୀର ଷଷ୍ଠ ଭାବ ଦେଖନ୍ତୁ, ଜନ୍ମକୁଣ୍ଡଳୀରେ ଷଷ୍ଠ ଭାବ ନିଚ ଅବସ୍ଥାରେ ତ ନାହିଁ କିମ୍ବା ପୀଡ଼ିତ ଅବସ୍ଥାରେ ତ ନାହିଁ, ତାହେଲେ ଏ ପରିଶାନୀ ମଧ୍ୟ ଆପଣଙ୍କୁ ଦବ। କିନ୍ତୁ ତାହା ସହିତ ଯେ ଲୋକ ଅଧିକାଂଶ କରନ୍ତି ମାନେ କ'ଣ କୁହନ୍ତି ଯେ ଆମେ ଘରେ ରହୁଛୁ ଆଉ ଏ ଘରଟା ଆମକୁ କ'ଣ ସୁଇଟେବୁଲ୍ କରୁନି, ଏ ଘରକୁ ଆସିଲା ପରେ ମୋର ଲୋନ୍ ବଢ଼ିଗଲା କିମ୍ବା ଆପଣଙ୍କର କ'ଣ କିମ୍ବା ଆପଣଙ୍କର ପଇସା କିଛି ଏଠି ଆସୁନାହିଁ କିମ୍ବା ଆପଣ ଭଡ଼ା ଘରେ ଥିଲେ ମଧ୍ୟ ବି ଏ କଥା କହୁଛନ୍ତି ଯେ ଏ ଘରଟା ମୋତେ ସୁଟ୍ ହେଉନି କିମ୍ବା ହଁ ବାସ୍ତୁ ଦୋଷ କିଛି ନା ମାତ୍ରାରେ କିଛି ଥାଇପାରେ। କିନ୍ତୁ ମୁଁ କହିବି ଆଜି କହିବି କ'ଣ ଯେ ଆପଣଙ୍କର ଯଦି ଉତ୍ତର ଦିଗ ଅର୍ଥାତ୍ କ'ଣ ହେଉଛି ନା ଉତ୍ତର ଦିଗ ଅର୍ଥାତ୍ ହେଉଛି କୁବେରଙ୍କ ସ୍ଥାନ, ଅର୍ଥାତ୍ କୁବେରଙ୍କ ସ୍ଥାନରେ ଯଦି ଆପଣ କିଛି ଡଷ୍ଟବିନ୍ ରଖିଛନ୍ତି କିମ୍ବା ଆପଣଙ୍କର ଅଳିଆ ଆବର୍ଜନା ରଖୁଛନ୍ତି, ସେଠାରେ ଯଦି କୁଡ଼ା କଚରା ସେଠି ପଡ଼ିଛି ତାହେଲେ ସେଠାକୁ କ'ଣ ସଫାସୁତୁରା କରନ୍ତୁ। ଆଉ ଉତ୍ତର ଦିଗ ଯଦି ଆପଣଙ୍କର ଗୃହର ଯେକୌଣସି ଘରେ ଆପଣଙ୍କର ଭଡ଼ାଟିଆ ଘରେ ରୁହନ୍ତୁ କିମ୍ବା ଆପଣଙ୍କର ସେ ନିଜସ୍ୱ ଘରେ ରୁହନ୍ତୁ, ଯଦି ଉତ୍ତର ଦିଗ ଯଦି କିଛି କଟିଥିବ ତାହେଲେ ଏ ପରିଶାନୀ ଆପଣଙ୍କୁ ଦେଖିବାକୁ ମିଳିବ। ଏସବୁ ଜିନିଷ